ସାଙ୍ଗମାନେ, ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ସମସ୍ତେ ଭଲ ପାଆନ୍ତୁ ଏବଂ ଆପଣଙ୍କର ନାମ ବଢ଼ୁ, ଆପଣଙ୍କୁ କିଛି ଏମିତି ଟିପ୍ସ ଅଛି ଯାହାକୁ ଆପଣଙ୍କୁ ଫଲୋ କରିବା ପାଇଁ ପଡ଼ିବ। ସେ ଭିତରୁ କିଛି ମୁଁ ଆପଣଙ୍କୁ ଆଜି କହିବି, ଆପଣ ତାକୁ ମନ ଦେଇ ଶୁଣନ୍ତୁ। ଯେତେବେଳେ ଆପଣ ଅନ୍ୟର ସାମ୍ନାକୁ ଯାଉଛନ୍ତି, ସେତେବେଳେ ଆପଣଙ୍କୁ ସାବଧାନତା ପରୀକ୍ଷା ପାଇଁ ପଡ଼ିବ। ସେଥିପାଇଁ କିଛି ଟିପ୍ସ ଅଛି ଯାହାକି ମୁଁ ଆପଣଙ୍କ ସାମ୍ନାରେ ପ୍ରକାଶ କରୁଛି। ଆପଣ ଗୋଟେ ଗୋଟେ କରି ମନ ଦେଇ ଶୁଣନ୍ତୁ। ଯେତେବେଳେ ଆପଣ କାହା ସାଥିରେ ଦେଖା ହେଉଛନ୍ତି, ପ୍ରଥମେ ନିଜେ କିଛି ନ କହି ସାମ୍ନା ଲୋକଙ୍କୁ କିଛି କହିବା ପାଇଁ ସୁଯୋଗ ଦିଅନ୍ତୁ। ତାହେଲେ ସେ ଆପଣଙ୍କ ବିଷୟରେ ନିହାତି ଚିନ୍ତା କରିବ ଏବଂ ଆପଣଙ୍କୁ ଗୁରୁତ୍ୱ ଦେବ। ଯଦି ଆପଣ କିଛି କହିବେ, ସେ ନ ଶୁଣିବେ, ତାହେଲେ ଆପଣଙ୍କ ଅପମାନ ହୋଇପାରେ। ସେକେଣ୍ଡଟି ହେଲା, ଯଦି ସାମ୍ନାବାଲା କିଛି ଆପଣଙ୍କୁ ପଚାରୁଛନ୍ତି, ଆପଣ ଦେଖି ଚାହିଁ ଉତ୍ତର ଦେବା ଦରକାର। ଯଦି ସାମ୍ନାବାଲା ଆପଣଙ୍କୁ କିଛି ପଚାରୁଛନ୍ତି, ତାହେଲେ ଭାବିଚିନ୍ତି ଜବାବ ଦିଅନ୍ତୁ। ଉତ୍ତରଟି ବେଶୀ ଲମ୍ବା ନ କରି ହଁ କିମ୍ବା ନାଁରେ ଉତ୍ତର ଦିଅନ୍ତୁ। ସେ ଯେତିକି ପଚାରିବେ, ଆପଣ ତାଠାରୁ କମ୍ରେ ଉତ୍ତର ଦିଅନ୍ତୁ। କାହା ସାଥିରେ ବି ଯେତେବେଳେ କଥା ହେଉଛନ୍ତି, ସେତେବେଳେ ବେଶୀ ହସନ୍ତୁ ନାହିଁ ଏବଂ ଅଳ୍ପ ମୁରୁକି ହସରେ କଥାବାର୍ତ୍ତା କରନ୍ତୁ। କାହିଁକି ନା ଅଳ୍ପ ହସ ସମସ୍ତଙ୍କୁ ପସନ୍ଦ ଥାଏ। କିଏ ଯଦି ତୁମ ବିଷୟରେ ପଚାରେ, ତାହେଲେ କମ୍ କୁହନ୍ତୁ, ଆଉ ସାମ୍ନା ଲୋକ ଯଦି ତା ବିଷୟରେ କିଛି କହୁଛି, ତାଙ୍କ ବିଷୟରେ ବେଶୀ ଶୁଣନ୍ତୁ। ସେଥିରେ ସେ ଖୁସି ହେବେ। କାହାରିକୁ ଖରାପ ନଜରରେ ଦେଖନ୍ତୁ ନାହିଁ। ଦୁନିଆରେ ନାମ କମାଇବା ପାଇଁ ଆପଣ ସବୁବେଳେ ସମସ୍ତଙ୍କୁ ଭଲ କଥାବାର୍ତ୍ତା କରନ୍ତୁ, ଭଲ ନଜରରେ ଦେଖନ୍ତୁ। ଦୋଷ ଥାଉ କି ନଥାଉ, ଯଦି କେହି ଗାଳି କରୁଛି, ତାହେଲେ ସେ କ'ଣ କହୁଛି ପ୍ରଥମେ ଶୁଣନ୍ତୁ। ସବୁ ଶୁଣି ସାରିଲା ପରେ ବୁଝି ବିଚାରି ଉତ୍ତର ଦିଅନ୍ତୁ, କଥାବାର୍ତ୍ତା କରନ୍ତୁ। ଯଦି କିଛି ନୂଆ କାମ କରିବା ପାଇଁ ଚାହୁଁଛନ୍ତି, ସେ କାମଟି ଚୁପଚାପ ଏବଂ ଧ୍ୟାନ ଦେଇ କରନ୍ତୁ, ଆଉ ସେହି କାମର ସଫଳତା ପାଇଁ ଚେଷ୍ଟା କରନ୍ତୁ। ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଅନ୍ୟମାନେ ଆପଣଙ୍କୁ ଅନୁସରଣ କରିବେ ଏବଂ ଆପଣଙ୍କର ନାମ ବଢ଼ିଯିବ। ଭଗବାନଙ୍କ ସେବା ଓ ପୂଜା, ଭକ୍ତି, ଭଜନ କରନ୍ତୁ। ଯେଉଁ ମଣିଷ ଭଗବାନଙ୍କ ଭକ୍ତିରେ ମନ ଲଗାଏ, ଲୋକ ସେମାନଙ୍କ ପ୍ରତି ଆକର୍ଷଣ ହୁଅନ୍ତି ଏବଂ ସେମାନଙ୍କୁ ବେଶୀ ଭଲ ପାଆନ୍ତି। ତେଣୁ ପୂଜା ଭକ୍ତିରେ ମନ ବଳାଇବା ଦରକାର ନିହାତି। ସବୁ ଜୀବ ଆଉ ମଣିଷଙ୍କ ପ୍ରତି ପ୍ରେମ ଭାବନା ଓ ସ୍ନେହ ଭାବନା ରଖନ୍ତୁ। ସମସ୍ତଙ୍କୁ ନିଜର ଭାବି ବ୍ୟବହାର କରନ୍ତୁ। କଥା କହିବା ବେଳେ ମିଠା କଥା କୁହନ୍ତୁ। କାହାରିକୁ କର୍କଶ କଥା କୁହନ୍ତୁ ନାହିଁ। କାହାର ହୃଦୟକୁ କଷ୍ଟ ଦେଲା ଭଳି କଥାବାର୍ତ୍ତା ମଧ୍ୟ କରନ୍ତୁ ନାହିଁ। ବଡ଼ ସାନ ସମସ୍ତଙ୍କୁ ସମ୍ମାନ ଦେବା ପାଇଁ ଚେଷ୍ଟା କରନ୍ତୁ। କାହାରିକୁ ଛୋଟ ଭାବି ଅସମ୍ମାନ କରନ୍ତୁ ନାହିଁ। ଏମିତି ବ୍ୟବହାର କରନ୍ତୁ ନାହିଁ ଯେମିତି କେହି ଆପଣଙ୍କ ପାଇଁ କଷ୍ଟ ପାଆନ୍ତି। ସହନଶୀଳତାକୁ ବଢ଼ାନ୍ତୁ। ଛୋଟ କଥାରେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ, ଆଉ ସବୁ ଘଟଣାରେ ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ। ଅସୁବିଧା ସମୟରେ ଅନ୍ୟକୁ ସାହାଯ୍ୟ କରନ୍ତୁ। ସେ ପଶୁ, ପକ୍ଷୀ, ମଣିଷ ଯିଏ ବି ହେଇଥାଉ ନା କାହିଁକି, ସମସ୍ତଙ୍କ ସାଥିରେ ଭଲ ବ୍ୟବହାର କରନ୍ତୁ। ସେମାନଙ୍କୁ ବିନା ସ୍ୱାର୍ଥରେ ସାହାଯ୍ୟ କରନ୍ତୁ। ସାହାଯ୍ୟର ପ୍ରତିବଦଳରେ କାହାରିକୁ କିଛି ମାଗନ୍ତୁ ନାହିଁ। ସବୁବେଳେ ସଫା ଲୁଗା ପିନ୍ଧନ୍ତୁ। ମନ ଇଚ୍ଛା ଏଣେତେଣେ ଲୁଗା ପଟା ପିନ୍ଧନ୍ତୁ ନାହିଁ। ଲୁଗା ବେଶୀ ଛୋଟ କିମ୍ବା ବଡ଼ ହେଲେ ଠିକ୍ ନୁହେଁ। ଦେହକୁ ସାଜିଲା ଭଳି ଲୁଗା ପିନ୍ଧନ୍ତୁ। ବନ୍ଧୁଗଣ, କେବେ ଯଦି ଆପଣ ବନ୍ଧୁବାନ୍ଧବ ଘରକୁ ଯାଉଛନ୍ତି, ତାହେଲେ ଆପଣ ସେଠି ଦେଖି ଚାହିଁ ଚଳିବା ଦରକାର ନିହାତି ଅଟେ। ସେଠାରେ ଜଗି ରଖି ଚଳିବା ପାଇଁ ଚେଷ୍ଟା କରନ୍ତୁ।
ଭୋକ ଲାଗିଥିଲେ ମଧ୍ୟ ମାଗି ଖାଇବା ଠିକ୍ ନୁହେଁ। ଖାଇବା ସମୟରେ ଭଲ ଖରାପ ବାଛିବା ଠିକ୍ ନୁହେଁ। ସେମାନେ ଯାହା ଖାଇବାକୁ ଦେବେ ଖୁସିରେ ଖାଇବା ଦରକାର। ବନ୍ଧୁ ଘରେ ଯେତିକି ସମ୍ମାନ ଦେବେ, ଯେମିତି ରଖିବେ ସେମିତି ଆମେ ରହିବା ଦରକାର। ବନ୍ଧୁ ଘରେ ବେଶୀ ଦିନ ରହିବା ଠିକ୍ ନୁହେଁ। ସେମାନେ ବାଧ୍ୟ କଲେ ମଧ୍ୟ ବେଶୀ ଦିନ ରହିବା ଠିକ୍ ନୁହେଁ। ସେମାନେ ଖରାପ ଭାବିବା ଆଗରୁ ନିଜ ଘରକୁ ଆମେ ଫେରିଯିବା ଦରକାର। ଜଣେ ଭଲ ମଣିଷ ତା ପରିବାରର ସୁଖ ଶାନ୍ତି ବିଷୟରେ ଚିନ୍ତା କରିବା ନିହାତି ଜରୁରୀ ଅଟେ। ମଣିଷର ପରିବାର ସବୁକିଛି ଅଟେ। ତେଣୁ ସେ ପରିବାର ବିଷୟରେ ଭାବିବା ନିହାତି ଦରକାର। ନିଜ ସ୍ତ୍ରୀକୁ ଅନ୍ୟମାନଙ୍କଠାରୁ ଅଧିକ ଭଲ ପାଇବା ଦେଖାଇବା ନିହାତି ଦରକାର ଅଟେ। କାହିଁକି ନା ସେ ତା ସ୍ୱାମୀଠାରୁ ଅଧିକ ଭଲ ପାଇବା ଚାହେଁ। ନିଜ ସ୍ତ୍ରୀ ଛଡ଼ା ଅନ୍ୟ କୌଣସି ସ୍ତ୍ରୀ ସହ ସମ୍ପର୍କ ରଖନ୍ତୁ ନାହିଁ। ଯଦି ଆପଣ ଏମିତି କିଛି ଖରାପ ସମ୍ପର୍କ ଜାଣତରେ କିମ୍ବା ଅଜାଣତରେ ବଢ଼ାଉଛନ୍ତି, ତା'ର ପରିଣାମ ଆପଣଙ୍କୁ ଭୋଗ କରିବା ପାଇଁ ପଡ଼ିବ। ଏମିତି କରିବା ଦ୍ୱାରା ଘରେ ସୁଖଶାନ୍ତି ଭଙ୍ଗ ହୋଇଯିବ। ସଂସାର କଷ୍ଟରେ ଚାଲିବ। ନିଜ ପିଲାମାନଙ୍କ ସାମ୍ନାରେ ନିଜକୁ ଗୋଟିଏ ଭଲ ବାପା ଭଳି ଦେଖାଇବା ନିହାତି ଦରକାର। ପିଲାମାନଙ୍କୁ ଭଲ ସଂସ୍କାର ଦେବା ନିହାତି ଦରକାର। ସାଙ୍ଗମାନେ, କଥାରେ ଅଛି, ଜଣେ ମୂର୍ଖକୁ ସେତେବେଳେ ପର୍ଯ୍ୟନ୍ତ ଆପଣ ଜାଣିପାରିବେନି ସିଏ ମୂର୍ଖ ବୋଲି ଯେତେବେଳେ ପର୍ଯ୍ୟନ୍ତ ସିଏ କଥା ନ କହିଛି। ତେଣୁ ଆପଣଙ୍କ କଥାବାର୍ତ୍ତାରୁ ଜଣାପଡ଼ିବ ଆପଣ ମୂର୍ଖ କି ପଣ୍ଡିତ। ତେଣୁ କଥାବାର୍ତ୍ତା କଲାବେଳେ ନିହାତି ଭାବିଚିନ୍ତି କଥାବାର୍ତ୍ତା କରିବା ବହୁତ ଜରୁରୀ ଅଟେ। ସେଇଟା ଜଣେ ପଣ୍ଡିତ ଜ୍ଞାନୀ କିମ୍ବା ମୂର୍ଖର ପରିଚୟ ଦିଏ। କଥା କହିଲା ବେଳେ, ଚାଲିଲା ବେଳେ, ବସିଲା ବେଳେ, ଉଠିଲା ବେଳେ ସବୁବେଳେ ଯଦି ସେ ନିଜକୁ ସତର୍କ କରି ଚାଲେ ଏବଂ ସଂସାରରେ ସମସ୍ତଙ୍କ ସହିତ ମିଶି ଚାଲେ, ତା'ର ନାମ ବଢ଼େ, ତା'ର ଯଶ ବଢ଼େ, ତାକୁ ସମସ୍ତେ ଭଲ ପାଆନ୍ତି। ଜାଣତରେ ହେଉ କିମ୍ବା ଅଜାଣତରେ ହେଉ, ଥରେ ଯଦି କିଛି ଆମେ ଭୁଲ କରିଦେଉ, ତା'ର ପରିଣାମ ଜୀବନ ସାରା ଭୋଗିବା ପାଇଁ ପଡ଼ିଥାଏ। ତେଣୁ ମଣିଷକୁ ଭୁଲ କରିବା ଆଗରୁ 100 ଥର ଭାବିବା ଦରକାର, ଚିନ୍ତା କରିବା ଦରକାର ଯେ ମୁଁ ଭୁଲ କଲା ପରେ ତା'ର ପରିଣାମ କ'ଣ ହେବ। ସାଙ୍ଗମାନେ, ଶେଷରେ ଗୋଟେ କଥା କହି ରଖୁଛି, ଆପଣ ଯାହା କିଛି କରନ୍ତୁ, କିନ୍ତୁ ଗୋଟିଏ ଜିନିଷଠାରୁ ନିହାତି ଦୂରରେ ରହିବା ନିହାତି ଦରକାର। ସେ ହେଲା ମଦ୍ୟପାନ, ନିଶାଦ୍ରବ୍ୟ ସେବନ। ଆପଣ ଯଦି ତା'ଠାରୁ ଦୂରରେ ରହିବେ, ଦୁନିଆରେ ମହାନ ହେବେ। କାହିଁକି ନା ନିଶାଦ୍ରବ୍ୟ ଗୋଟିଏ ଏମିତି ଜିନିଷ ଯିଏକି ସମ୍ପର୍କକୁ ଖଣ୍ଡ ଖଣ୍ଡ କରିଦିଏ। ନିଶାରେ ଥିଲେ ମଣିଷ ତା ଆଗକୁ ପଛକୁ ଚିନ୍ତା ନ କରି ଭୁଲ କରି ଚାଲେ। ସେଇଥିପାଇଁ ଶାସ୍ତ୍ରରେ ମଧ୍ୟ ନିଶା ଦ୍ରବ୍ୟକୁ ବହୁତ ବାରଣ କରାଯାଇଛି। ପ୍ରତିଦିନ ଦୈନନ୍ଦିନ ଜୀବନରେ ଆମେ ଯଦି ଧ୍ୟାନ ଦେବା, ତାହେଲେ ଆମେ ମହାନ ହୋଇପାରିବା। ବ୍ୟବହାର, କଥାବାର୍ତ୍ତା, ଚାଲିଚଳନ ମଣିଷକୁ ମହାନ ବନାଇଥାଏ। ଯଦି ମଣିଷ ସେସବୁକୁ ଧ୍ୟାନ ଦିଏ, ତାହେଲେ ତାକୁ କେହି ବି ଖରାପ କରିପାରିବେ ନାହିଁ ଏବଂ ତାକୁ କେହି ଅସମ୍ମାନ କରିପାରିବେ ନାହିଁ। ସିଏ ସବୁବେଳେ ଉଦାହରଣ ହୋଇ ଛିଡ଼ା ହେବ।